ରାଧେ ରାଧେ ଫ୍ରେଣ୍ଡସ୍। ଆଜି ମନକୁ ଆସିଲା ନିଜର ଲାଇଫ୍ ଏତେ ଦିନ ଦେଖିଲା ପରେ କିଛି ଗୋଟେ ଫିଲ୍ କଲି ଆପଣମାନଙ୍କ ସହିତ ସେୟାର କରିବି ଭାବିଲି। ଲୋକ ଆଜିକାଲି ଭଲ ପାଇବାଟା ଖୋଜୁଛନ୍ତି ଟିଭି ସିରିଏଲ୍ ଟାଇପ୍ର, ଫିଲ୍ମ ଟାଇପ୍ର, କିନ୍ତୁ ପ୍ରକୃତ ଲାଇଫ୍ର ଭଲ ପାଇବା କେଉଁଟା ଜାଣିଛନ୍ତି? ଯେତେ କଳି ଝଗଡ଼ା ରାଗ ରୁଷ ଅଭିମାନ ଭିତରେ ବି ସ୍ୱାମୀ ହଉ କି ସ୍ତ୍ରୀ ହଉ, ଖାଇଛ ଟାଇମ୍ରେ ଖାଇଛ କି ନାହିଁ ଆଗ ବୁଝା ହେବ। ଦେହ ଟିକେ ଖରାପ ହେଲେ ଆଗ ଡକ୍ଟର ପାଖକୁ ନେଇଯିବେ। ଡକ୍ଟର ପାଖରୁ ଆଣିଲା ପରେ ମେଡ଼ିସିନ୍ ଖାଇଛ କି ନାହିଁ ଆଗ ପଚରା ହେବ। ଯେତେ ରାଗ ରୁଷ ଥାଉ ସେଇ ରାଗରେ ବି ଖାଇଛ କି ନାହିଁ, କି ଜଲ୍ଦି ଖାଅ, ଏଇ ଯେଉଁ କଥାଟା ସ୍ତ୍ରୀ ହଉ କି ସ୍ୱାମୀ ହଉ ତାଙ୍କ ତରଫରୁ ଥିବ। ଆମେ ଭଲ ପାଇବାଟା ଟିଭି ସିରିଏଲ୍ ଆଜିକାଲି ଲୋକ ଖୋଜୁଛନ୍ତି କାନ୍ଧରେ ହାତ ପକେଇ ବୁଲିବା, ଫଟୋ ଉଠେଇବା, ହାତକୁ ହାତ ଧରି ବୁଲିବା, ଫୁଲଟେ ଦେବା, ଗିଫ୍ଟ ଦେବା। ନା ନା ନା, ପ୍ରକୃତ ଭଲ ପାଇବା ହେଲା କେୟାର ନେବା। ମୁଁ ଭାବୁଛି, ମୁଁ ଏତେ ଦିନ ଲାଇଫ୍ ଦେଖିଲା ପରେ ମୋ ନିଜର ଅନୁଭୂତି ଅନୁସାରେ ମୁଁ ଭାବୁଛି ଭଲ ପାଇବାର ମେନ୍ ପଏଣ୍ଟ ହେଲା କେୟାର ନେବା। ଆଉ ଜଣେ କ'ଣ କହୁଛି, ସେ ସ୍ୱାମୀ ହଉ କି ସ୍ତ୍ରୀ ହଉ, ତାଙ୍କ କଥା ମନ ଦେଇ ଶୁଣିବା, ତାଙ୍କର ଯତ୍ନ ନେବା, ସବୁ ଜାଗାରେ କେୟାର ନେବା। ଆଉ ଇଚ୍ଛା ନଥିଲେ ବି ସେ ସ୍ୱାମୀ ହଉ କି ସ୍ତ୍ରୀ ହଉ, ଫଟୋଟେ ଆଜିକାଲି ଫଟୋ କ୍ଲିକ୍ କରିବା ସମସ୍ତଙ୍କୁ ପସନ୍ଦ। ଇଚ୍ଛା ନଥିଲେ ବି ଫଟୋରେ ଟିକେ ହସିକି ଛିଡ଼ା ହେଇଯିବା। ଏଗୁଡ଼ା ସବୁ ଛୋଟ ଛୋଟ ଖୁସି ଜଣେ ଜଣଙ୍କ ପାଇଁ ଦେଖନ୍ତି। ଛୋଟ ଛୋଟ ଖୁସି ଇଏ, କିନ୍ତୁ ଏ ଛୋଟ ଖୁସିରେ କେତେ ବଡ଼ ଖୁସି ଲୁଚି ରହିଥାଏ ମୁଁ ତ ଭାବେ। ଏଇ ଛୋଟ ଖୁସିରେ ବହୁତ ବଡ଼ ଖୁସି ଲୁଚିକି ଥାଏ। ଏଠି ବଡ଼ ଗିଫ୍ଟର କାମ ଦେବନି। ଜଣେ ଖାଇଛ କି ନାହିଁ ପଚାରି ଦେବାଟା ହିଁ ବଡ଼ ଗିଫ୍ଟ। ମେଡ଼ିସିନ୍ ଖାଇଲ କି ନାହିଁ ପଚାରି ଦେବାଟା ବଡ଼ ଗିଫ୍ଟ। ମୁଁ ଭାବୁଛି ଏଗୁଡ଼ା ହେଲା ଭଗବାନଙ୍କ ଆଶୀର୍ବାଦ। ଯେଉଁଠିକି ଏଇଭଳିଆ ସ୍ୱାମୀ କି ସ୍ତ୍ରୀ ମିଳିଛି, ଯେଉଁଠି ଟିକେ ଦେହ ଖରାପ ହଉ ଡକ୍ଟର ପାଖକୁ ନେଇଯିବା, ତୁମର କେୟାର ନେବା, ଖାଇଲ କି ନ ଖାଇଲ ପଚାରିବା। ଆଉ ଆମେ ଆଜିକାଲିକା ପିଲା ଏସବୁ ଜିନିଷ କାହିଁ ବୁଝିବେ ମୋତେ ଲାଗୁନି। କିନ୍ତୁ ମୁଁ ଭାବୁଛି ମୋର ଏଇ ଭିଡ଼ିଓଟି ଦେଖିଲା ପରେ ସମସ୍ତେ ଚେଷ୍ଟା କରିବେ ଏଇତକ ଜିନିଷ ଛାଣିକି କାଢ଼ିବା ପାଇଁ। ଯେମିତିକି ସମୁଦ୍ର ପାଣି ଆମେ ପାଟିରେ ଦେଇପାରୁନା, କିନ୍ତୁ ଛାଣିକି ତା ଦେହରୁ ଲୁଣ କାଢ଼ିଦେଲା ପରେ ବିନା ଲୁଣରେ ଆମ ଖାଦ୍ୟ ସୁଆଦିଆ ହୁଏନି। ସେଇଭଳିଆ ଆମର ଜୀବନଶୈଳୀ ଉପରେ ଏଇ ଛୋଟ ଛୋଟ କେୟାର, ସ୍ୱାମୀ ସ୍ତ୍ରୀଙ୍କର ଦୁହିଁଙ୍କ ପ୍ରତି ଏ ଛୋଟ ଛୋଟ କେୟାର କେତେ ସୁଆଦିଆ କରିଦେବ ସମ୍ପର୍କକୁ ଆପଣ ଭାବିପାରିବେନି। ଆଉ ଭୁଲ ବୁଝିଦେବା ଯେ ମୋତେ ଭଲ ପାଆନ୍ତିନି, ଭଲ ପାଇବାର ମାନେ ନୁହେଁ ବହୁତ ଗିଫ୍ଟ ଦେବା, ସମୟ ଦେବା, କି କୁଆଡ଼େ ବୁଲେଇବାକୁ ନେବା, କି ଦାମୀ ଜିନିଷ କିଣେଇବା। ନା, ଭଲ ପାଇବାର ମାନେ କିଛି ସମୟ କଥା ଶୁଣିଦେବା। ସ୍ୱାମୀ ସ୍ତ୍ରୀର କଥା ହଉ କି ସ୍ତ୍ରୀ ସ୍ୱାମୀର କଥା ହଉ, ମନ ଦେଇ ଶୁଣିଦେବା। ଯେତେବେଳେ କହୁଥିବେ ନା, ଟିକେ ଫୋନ୍ ଧରିବେନି, କାହା ସାଙ୍ଗେ କଥା ହେବେନି, 5-10 ମିନିଟ୍ ସେ ଯାହା କହିବେ ଶୁଣିଦେବା। ଏଗୁଡ଼ା ହେଲା ଭଲ ପାଇବା। ଖାଇଛ ନ ଖାଇଛ ପଚାରିଦେବା, ଟାଇମ୍ରେ ପହଞ୍ଚିଲ କି ନାହିଁ, କିଏ କେଉଁଠିକି ଯାଇଛ ତାଙ୍କର ପହଞ୍ଚିଲେ କି ନାହିଁ, କେମିତି ଖାଇଛ କି ନାହିଁ, ମେଡ଼ିସିନ୍ ଖାଇଲ କି ନାହିଁ, ଏସବୁ ଗୁଡ଼ା ହେଲା ଭଲ ପାଇବା। ଟିଭି ସିରିଏଲ୍ ଭଳିଆ ନୁହେଁ, ଲାଇଫ୍ଟା ସେୟା ନୁହେଁ। ସେମାନେ ଆକ୍ଟିଂ କଲେ ତାଙ୍କ ବାଟରେ ଗଲେ। ରିଅଲ୍ ଲାଇଫ୍ ଆମର ଆକ୍ଟିଂ ନୁହେଁ। ରିଅଲ୍ ଲାଇଫ୍ରେ ଭଲ ପାଇବା ହେଲା କେୟାର ନେବା। ମୁଁ ଭାବୁଛି ଏଇଟା, ମୋ ମତ ଏଇଟା। ଏତେ ଦିନ ଲାଇଫ୍ ଦେଖିଲା ପରେ ମୁଁ ଭାବୁଛି ଭଲ ପାଇବାର ପ୍ରକୃତ ଅର୍ଥ ହେଲା କେୟାର ନେବା, ଯତ୍ନ ନେବା। ସ୍ୱାମୀ ସ୍ତ୍ରୀର, ସ୍ତ୍ରୀ ସ୍ୱାମୀର। ଏଇ ଛୋଟ ଛୋଟ ଖୁସିରେ ଦିହକୁ ବହୁତ ଖୁସି ଦେଇଦିଅନ୍ତି। ମୁଁ ଏଇଟା ଭାବୁଛି ଯେଉଁମାନେ ଏ ଛୋଟ ଖୁସି ଫିଲ୍ କରିନାହାନ୍ତି କି କଲେକ୍ଟ କରିନାହାନ୍ତି, ଗାଳି ରାଗ ଏଗୁଡ଼ା ଷ୍ଟୋର୍ କରିକି ରଖନ୍ତି ଲୋକ। ମୋତେ ଏଇଟା କହିଛି, ମୋତେ ଏଇଟା ସେଦିନ କହିଥିଲା, ନା ସେଗୁଡ଼ା ଷ୍ଟୋର୍ କରିବା ପରିବର୍ତ୍ତେ ସେ ପୁରା ଏଣ୍ଟାର, ଯେମିତି ଆମେ ଗୋଟେ ବହି ପଢ଼ୁ, ମେନ୍ ପଏଣ୍ଟ ଇମ୍ପୋର୍ଟାଣ୍ଟ ଲେଖିକି ବୋଲ୍ଡରେ ତାକୁ ଅଣ୍ଡରଲାଇନ୍ କରୁ, ଇମ୍ପୋର୍ଟାଣ୍ଟ। ସେଇଭଳିଆ ଲାଇଫ୍ର କଳି ଝଗଡ଼ା ରାଗ ରୁଷ ଭିତରେ ଏଇ କେୟାର କେଉଁ ସମୟରେ କରିଛନ୍ତି ତାକୁ ଇମ୍ପୋର୍ଟାଣ୍ଟ କରିକି ଅଣ୍ଡରଲାଇନ୍ କରିଦିଅ। କରିଦେଲେ ଲାଇଫ୍ଟା କେତେ ଖୁସିରେ କଟିଯିବ। ସେଇଗୁଡ଼ା ହିଁ ଭଲ ପାଇବା। ଆଉ ଭଲ ପାଇବାର ମାନେ କ'ଣ କେବଳ ଭଲ ପାଇବା କହିବା ଟିଭି ସିରିଏଲ୍ ଫିଲ୍ମ ଭଳିଆ? ନା, ସେଗୁଡ଼ା ଆକ୍ଟିଂ। ରିଅଲ୍ ହେଲା କେୟାର ନେବାଟାକୁ କୁହାଯାଏ ଭଲ ପାଇବା। କେଉଁମାନେ ସବୁ କଲେକ୍ଟ କରିଛନ୍ତି ଭଲ ପାଇବା ମୋତେ କମେଣ୍ଟରେ କହିବେ।
जो मैंने न करिसेंती केतबेले टिके निरीक्षे जिनसटा को कलेक्ट करेंगे स्वामी हेले स्त्री ठारू स्त्री हेले स्वामी ठारू कलेक्ट कर देखु मोहरे मो भाया हस भी आसो खुशी हे भाग्य थे ये केयरिंग मनीष गोटे मिले फ्रेंडली केयरिंग भाग्य थे मिले जोटा कि जड़े गाड़ी दौथुब रागुथुब कली होथुब झगड़ा होथुब अभिमान थी ता भीतर भी सी तुम सांग हो पारुथुब तुम केयर नहीं पारुथुब सेगुड़ाक कलेक्ट कर दियो लाइफटा बहुत खुशी चलो कौ मैंने करेंगे जो न करेंगे आज राधे राधे।